ଗୁଡ୍ ମର୍ଣ୍ଣିଂ। ଶୁଭ ସକାଳ ପିଲାମାନେ, କେମିତି ଅଛ? ଆଶା କରେ ତମେମାନେ ବହୁତ ଭଲରେ ଥିବ। ପ୍ରତ୍ୟେକ ଦିନ ପାଠ ପଢ଼ୁଥିବ, ବିଦ୍ୟାଳୟକୁ ଯାଉଥିବ ଏବଂ ମୋର ଭିଡ଼ିଓ ଗୁଡ଼ିକ ସବୁଦିନ ଦେଖୁଥିବ। ଯେଉଁମାନେ ପ୍ରଥମ ଥର ପାଇଁ ମୋର ଏହି ଭିଡ଼ିଓଟିକୁ ଦେଖୁଅଛ, ଚ୍ୟାନେଲଟିକୁ ଲାଇକ୍ ଏବଂ ସବସ୍କ୍ରାଇବ୍ କରିଦେବ। ତ ଚାଲ ଆଜିର ଭିଡ଼ିଓଟିକୁ ଆରମ୍ଭ କରିବା। ଆକଳନ ଫର୍ଦ୍ଦ 1 ପାଠ 2 1 ନମ୍ବର। ଠିକ୍ ଉତ୍ତର ପାଖରେ ଠିକ୍ ଚିହ୍ନ ଦିଅ। କ. ଯେଉଁ କୋଣର ପରିମାଣ 40 ଡିଗ୍ରୀ ତାକୁ କି ପ୍ରକାର କୋଣ କୁହାଯାଏ? ଏ. ସୂକ୍ଷ୍ମକୋଣ, ବି. ସମକୋଣ, ସି. ସ୍ଥୂଳକୋଣ। ଯେଉଁ କୋଣର ପରିମାଣ 40 ଡିଗ୍ରୀ ତାକୁ ସୂକ୍ଷ୍ମକୋଣ ବୋଲି କୁହାଯାଏ। ଖ. 90 ଡିଗ୍ରୀ ପରିମାଣ ବିଶିଷ୍ଟ କୋଣକୁ କି ପ୍ରକାର କୋଣ କୁହାଯାଏ? 90 ଡିଗ୍ରୀ ପରିମାଣ ବିଶିଷ୍ଟ କୋଣକୁ ସମକୋଣ କୁହାଯାଏ। ଗ. ଯେଉଁ କୋଣର ପରିମାଣ 105 ଡିଗ୍ରୀ ତାକୁ କି ପ୍ରକାର କୋଣ କୁହାଯାଏ? ଯେଉଁ ପ୍ରକାର କୋଣର ପରିମାଣ 105 ଡିଗ୍ରୀ ତାକୁ ସ୍ଥୂଳକୋଣ ବୋଲି କହିବା। ଘ. ତୁମ ଜ୍ୟାମିତି ବାକ୍ସରେ ଥିବା ଉପକରଣ ମଧ୍ୟରୁ କାହା ସାହାଯ୍ୟରେ କୋଣ ମାପ କରାଯାଏ? କମ୍ପାସ, ସ୍କେଲ, ପ୍ରୋଟ୍ରାକ୍ଟର, ସେଟ୍ ସ୍କୋୟାର। ଜ୍ୟାମିତି ବାକ୍ସରେ ଥିବା ପ୍ରୋଟ୍ରାକ୍ଟର ମାଧ୍ୟମରେ କୋଣ ମାପ କରାଯାଏ। 2 ନମ୍ବର। ଦିଆଯାଇଥିବା ଇଂରାଜୀ ଅକ୍ଷର ଗୁଡ଼ିକରେ କେଉଁ ପ୍ରକାର କୋଣରୁ କେତୋଟି ଲେଖାଏଁ ଅଛି ଗଣି ଲେଖ। କ୍ୟାପିଟାଲ ଲେଟର କେ, ମୋଟ କୋଣ ସଂଖ୍ୟା 4, ସୂକ୍ଷ୍ମକୋଣ 2ଟି, ସ୍ଥୂଳକୋଣ 2ଟି। କ୍ୟାପିଟାଲ ଲେଟର ଇ, ମୋଟ କୋଣ ସଂଖ୍ୟା 4ଟି, ସମକୋଣ 4ଟି। ମୋଟ କୋଣ ସଂଖ୍ୟା ୱାଇରେ 3ଟି, ସୂକ୍ଷ୍ମକୋଣ 1 ଏବଂ ସ୍ଥୂଳକୋଣ 2ଟି। ଏଇଜିରେ ମୋଟ କୋଣ ସଂଖ୍ୟା 4ଟି, ସବୁ କୋଣ ଗୁଡ଼ିକ ସମକୋଣ।